ବଡ଼ଦାଣ୍ଡ ଏବେ ସୁନସାନ। ସେ ଜନଗହଳି ମହାପ୍ରଭୁଙ୍କର ପବିତ୍ର ରଥଯାତ୍ରାରେ ଯେଉଁ ଜନଗହଳି ଥିଲା, ଯେଉଁ ସରଗମ ଥିଲା, ବର୍ତ୍ତମାନ ଟୋଟାଲ ରଥଦାଣ୍ଡ ସୁନସାନ। ଯେମିତି ସବୁଦିନ ଚାଲେ ପରିବା ହାଟ ରଥଦାଣ୍ଡରେ। ଆଉ ଏ ଯେଉଁ ଦୋକାନୀ ଭାଇମାନେ କିଛି ରଥଯାତ୍ରା ଟାଇମ୍ରେ ପକାଇଥିଲେ, ସେମାନେ ତାଙ୍କର ଖୋଲାଖୋଲି କରୁଛନ୍ତି ତାଙ୍କ ଦୋକାନ ଉଠାଇବା ପାଇଁ। ରଥଦାଣ୍ଡ ଏବେ ସୁନସାନ ପୁରା, ଆଉ ପୁରା ଖାଁ ଖାଁ ଲାଗୁଛି ରଥଯାତ୍ରା, ଖାଁ ଖାଁ ଲାଗୁଛି ରଥଦାଣ୍ଡ। ଆଉ କିଛି ଦୋକାନ ଭାଇମାନେ ଅଛନ୍ତି। ଆମର ରିଙ୍କି କିଛି ଆଉ ରଥଯାତ୍ରାରେ ତାର କିଣାକିଣି କରିନାହିଁ। ଦେଖିବା ତାକୁ ଡାକିବା, କ'ଣ ଯେତିକି ଦୋକାନ ପଡ଼ିଛି ତା ଭିତରୁ ଯଦି କ'ଣ କିଣିବ। ମାଉସୀ ମା ମନ୍ଦିର ଦେଖନ୍ତୁ, ଟୋଟାଲ ତ ରଥଦାଣ୍ଡ ପୁରା ଖାଁ ଖାଁ, ଆଉ କ'ଣ ପୁରା ସୁନସାନ ରଥଦାଣ୍ଡ। ଯେଉଁ ରଥଯାତ୍ରା ସରିଗଲା, ଆମେ ଯେମିତି ଆପଣମାନେ ଦେଖିଥିବେ, ବହୁତ ପୁରୁଣା ଭିଡ଼ିଓରେ ଥିବ ଯେ ଖରାଦିନେ ଗରମ ହେଲା ବେଳେ ଆମେ ଆସିକି ଏଇଠି ବସୁଥିଲୁ ମେଡ଼ିକାଲ କ୍ୟାମ୍ପସ୍ ଭିତରେ। ତ ରଥଯାତ୍ରା ବର୍ଷା ଆସିଗଲା, ଆଉ ଆସୁନଥିଲୁ। ରଥଯାତ୍ରା ପଶିଗଲା। ରଥଯାତ୍ରାରେ ବି ମାନେ ସେଠି ଜନଗହଳି ରହିଲା, ମହାପ୍ରଭୁ ବାହାରକୁ ଆଇଲେ, ଏମିତି ଚାଲିଥିଲା, ଭଲ ଲାଗୁଥିଲା। ଏବେ ରଥଯାତ୍ରା ସରିଗଲା, ପୁରା ସୁନସାନ ରଥଦାଣ୍ଡ ବର୍ତ୍ତମାନ। ମାନେ ଆପଣମାନେ ଭିଡ଼ିଓରେ ଦେଖୁଥିଲେ, ଜନଗହଳି ନାହିଁ, କେଇଟା ଦୋକାନ ବଜାର ଅଛି, ମାନେ ବର୍ଷାରେ ଲସ୍ ହେଇଛି ବୋଲି। ପୁଣି ଆମେ ଆଜି ମେଡ଼ିକାଲ କ୍ୟାମ୍ପସକୁ ରିଙ୍କିରେ ମୋର ପଳେଇ ଆସିଛୁ। ତ ଏବେ ଏଇଠି ବସିଛୁ, ରାତି 10ଟା ହେଇଛି। ଆଉ ବସିକି ଘଣ୍ଟେ ଖଣ୍ଡେ ବସିକି ଯିବୁ। ଆଉ ଏଇସବୁ ସମସ୍ୟାରେ ଚାଲିଛି। ଆପଣମାନେ ପଟାପଟ ଆମ ଚ୍ୟାନେଲକୁ ଫଲୋ କରିଦିଅନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଯଦି ଭିଡ଼ିଓ ଭଲ ଲାଗେ ଲାଇକ୍, ସେୟାର, କମେଣ୍ଟ ସବୁ କରିକି ସେୟାର କରିଦିଅନ୍ତୁ। ଜୟ ଜଗନ୍ନାଥ। ରହିଲି। ଆଉ ଗୋଟେ ଧମାକାଦାର ଭିଡ଼ିଓରେ ଆପଣମାନଙ୍କୁ ଭେଟିବା।